मत जहाँ लगे मुझे सत कथा कहदेवी आप बहुत सुंदर ଆପଣ ମୋତେ ନିଜର ଲାଗିଲେ ବୋଲି ମୁଁ ସବୁ କଥା ଖୋଲିକି ଆପଣଙ୍କୁ କହିଦେବି ଆପଣ କହିଲେ ମୋ ଉପରେ ରାଗୁଛନ୍ତି ମୁଁ କ'ଣ କରିବି କହିଲେ ସରି ମୁଁ ଆପଣଙ୍କୁ କିଛି ନ କହିଲେ ଆପଣ କିଛି ପକେଇବେ ଖରାପ ଭାବିବେନି ମୁଁ ଏଥର ଆସୁଛି ସତ କହୁଛି ମୁଁ ମୋତେ ତମ କଥା ଖରାପ ଭାବିନି ରାଗିକି କ'ଣ ଟିକେ କହିଦେଇଥିବି ପ୍ଲିଜ୍ ମାଇଣ୍ଡ କରିବନି ନା 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 ଦିଦିମା ମୁଁ ଆପଣଙ୍କ କଥା କେବେ ମାଇଣ୍ଡ କରିପାରିବି ଆହା କି ଭଏସ୍ ଆପଣ କେତେ ସୁଇଟ୍ ଭଏସ୍ ମୋତେ କହିଲେ ଆପଣ ରାଗିଲେ ବି ଗୀତ ଗାଇଲା ଭଳିଆ ଲାଗୁଛି ଇଏ କହିଲେ ଆପଣ ମାନିବେ अरे सार से बात तो कोई गाई दे ଆପଣ ହିଁ ଗୀତ ଗାଇବେ କଣରେ କିଛି ମୋଡ଼ି ଯିବନି ନା ଆପଣଙ୍କୁ କିଛି ପାଇପାରିବେ ନା ଆସିଲା ବେଳେ ଆପଣଙ୍କ ପାଇଁ ଇମ୍ପୋର୍ଟେଣ୍ଟ ପରଫ୍ୟୁମ୍ ଆଣିଥିଲି ଥ୍ୟାଙ୍କ ୟୁ ଡିପ୍ ତମ ଭଳିଆ ପିଲା ଆଜି ପର୍ଯ୍ୟନ୍ତ କେବେ ଦେଖିନି ଗୋଟେ ମାଛ लेनो से पार रे चलाओ ना लेनो से पार रे हमारी पौड़ी गान खबर गुरु कमेंट कर सकते आज का अरे देखो पूरे मछली का तो नहीं पड़ ना ना गाली के खाएगा मोबाइल में
ମୁଁ କ'ଣ କରିବି କହିଲେ ଦିଦିମା ପାରୁନାହାନ୍ତି ବାହାରକୁ ମୋତେ ତରକାରୀ ବାସି ମୁଁ ଅଧା ପେଟ ପୁରିଯାଏ ଖାଇବା ଚିନ୍ତା କରୁଛି ଆପଣ ସାକ୍ଷାତ ଖାଇବିନି କାହିଁକି ରେ ଯେତେବେଳେ ଆପଣ ଖାଇବା ପିଉଛନ୍ତି ମୋତେ ଆହୁରି ଖାଇବାକୁ ଇଚ୍ଛା ହୁଏ ମାଗିଲେ ଦିଅନ୍ତିନି ମୋତେ ଭାରି କଷ୍ଟ ହୁଏ ଆରେ ଦିଦିମା ଆରେ ମୁଁ ଏଠି କେମିତି ବସିପାରିବି ବସନ୍ତି କାଇଁ ତୁ କ'ଣ ଏ ଘର ଫ୍ୟାମିଲି ମେମ୍ବର ନୁହେଁ କି ତୁ ଲଗ୍ନାକୁ ବାହା ହେଲେ ଏ ଘର ଚୋରି ହବୁ ପରା ଏଇ ଉଠୁ ଆରେ ଦିଦିମା କହୁଛନ୍ତି ଉଠୁନି ବସିବି କ'ଣ ତାଙ୍କର ଭଲ ମନ୍ଦ ଖାଇବା ପିଇବା ସବୁ ଆମର ବୁଝିବା ଦରକାର ନା ତୁ ଖାଇକି ମୁଁ ଆସୁଛି ନେ ଖାଅ ବାବୁ ଖାଅ ପ୍ରକୃତରେ ତମେ ଆମ ଘର ପାଇଁ ଯାହା ସବୁ କରୁଛ ମୁଁ କ'ଣ ପାଇଁ ତମକୁ ଧନ୍ୟବାଦ ଦେବି ଜାଣିପାରୁନି ସତରେ କି ତମ ପାଖରେ ଗୋଟେ ଯାଦୁ ଅଛି ଯେ ଥରେ କିଏ ତମ ସହିତ କଥା ହେଲା ସେ ତମକୁ ଭଲ ପାଇବ ହିଁ ପାଇବ ସେମିତି କିଛି ନାହିଁ ମୁଁ ଖାଲି ଏତିକି ବିଶ୍ୱାସ କରେ ଯେ ଭଲ ପାଇବାରେ ସମସ୍ତଙ୍କୁ ଶୁଣାରେ ତମେ ଜାଣିଛ ଲଭ୍ ଗେମ୍ରେ ମୁଁ ହେଉଛି ବହୁତ ବଡ଼ ଏକ୍ସପର୍ଟ ସେଇଥିପାଇଁ ମୋତେ ସମସ୍ତେ ଲଭ୍ ମାଷ୍ଟର अरे स्वाभाविक तू कौन लग्ना को करी बॉल प्रिया पवन खाई चलिए हाँ केते इच्छा बोली एमती भी गाँव तू बहुत कम दिन रही कौन ना जानते कि गोटे काम कर कोर्ट पाखे जाए शुआ धरिक बढ़िया भाग्य हो तू मो मझे जब लग्नार बापा कहते एक कथा कहवाई तू आज जाए रास्तार हाथी चलिकी गले कुकुर फुटंती बोली शुणुची हेले आज प्रथम थर देखी तू एति बुझिल बापा माँ तो शिष्टाचार शिखी ना कि झील मान सामने अभद्र कथा कहती आज शेष थर पर ते बुझे कौच आबे भी जब एमती कथा कहू अलग टाइम अखर जगह लग्ना गोटे जाए कौन अंकल मुझे लग्ना को नहीं गाँव बुले गाँ रास्तार गोटे अविवाहित पुओ सहित गोटे झील बुलिले गाँ लोक कौन भावे गोटे संस्कार कौन जान शुण लग्ना ते जमी या संगे बुलवार मुझे न देखे ये सब गाँ लोक नजर पड़गले नजर आम तलू को खसवा कौन कथा बोलते दादा अरे गाँ लोक देखा बोलते आप सहर डकई देखिए देखो खराब देखा जाऊ नागर कौन ये टोका ठीक कथा कहूँ लोक आगे देखिए इज्जत चाहिए टोका कहूँ प्रकृति कहीं जदि तुम कह ए घर क्या न जन गल कहीं
ବାପା ମା ତ ତୋତେ ସଂସ୍କାର ଶିଖେଇ ନାହାନ୍ତି। ତମେ କଣ କାହାକୁ ଜଣେଇନ କୋଉ କଥା? ଏଇ ଆମ ଗାଁ ବୁଲି ଯିବା କଥା। ତମ ପରା କହିଲ ଦିଟା ଲୋକ ଘରେ ବସି କାହିଁକି ବୋର୍ ହଉଛ, ଯାଉନ ଗାଁର ସୁନ୍ଦର ସୁନ୍ଦର ଜାଗା ବୁଲି ଆସୁନ। ମୁଁ ଟିକେ ମନେ କଲି ନା ମୁଁ ଯିବିନି। ତମେ କହିଲ ତୋ ଟିଚର ନା ତମେ କହିଲ ତ ସମାନ ହବ ବୋଲି, ଏଥର ସମାନ। ଜାଣିଥିଲି କଣ ହେଇଛି? ଏଇଟା ତ କିଛି ନାହିଁ। ଆଜି ମୋ ସାଙ୍ଗର ବାହାଘର ଅଛି, ସମସ୍ତଙ୍କୁ ଡାକିଛି, ଖାଇଦେଇ ଆସିବ। କମ ସେ କମ ଘରର ମିଲ୍ ତ ବସିଯିବ। ଏମିତି ପିନ୍ ମାରି କଥା କହିଲା ଉଚିତ। ଦାଦା ମୁଁ ଜାଣିପାରୁନି ଆପଣମାନେ ଘରର ଜ୍ୱାଇଁ ବୋଲି, ମୋତେ ଆଉ ସେଗୁଡ଼ା ଭଲ ଲାଗୁଛି। ରଖି ରଖି ଦାଦା ବହୁତ କଥା କହିପାରିଲିନି ଆପଣଙ୍କୁ। ଆପଣମାନେ କୁହନ୍ତୁ, ମୁଁ ୟାର ଠିକ୍ ଜବାବ ଦେଇଛି। ଖାଇବାକୁ ପିଇବାକୁ 15 ମିନିଟ୍ ତାପରେ ଟଙ୍କା ମାରି ବିଦାୟ କରିବ। ଆପଣମାନେ ଠିକ୍ କଥା କହୁଛନ୍ତି। ଆମମାନେ 20 ଘଣ୍ଟା କାମ ଧନ୍ଦା କରି ଘରେ ବସି ରହିଲେ ଏ ନେଇକି ଆମ ଶୁଣିବା ପାଇଁ ପଡ଼ିବ। ହଁ ଏଗୁଡ଼ା ତ ଶୁଣି ଶୁଣି ଆମ ଦେହ ଛୁଆ ହେଇଗଲା ନା। ତଥାପି ସାନ ସାନ କଥା କହିବା ଆସୁଛି। ଆରେ ଆରେ ଇଏ କ'ଣ କରୁଛୁ? ଦେଖାଉନି ତତେ? ଆରେ ଘରର ଜ୍ୱାଇଁମାନେ ଆମେ ଏଠି ବସୁ, ଘରେ ତ କଥା ହେବନି। ଆପଣମାନଙ୍କର ଯଦି ଖାଲି ତାରେ ଗପସପ କରିବାର ଅଛି ତାହେଲେ ଘର ଭିତରକୁ ଚାଲୁଛନ୍ତି ଗପସପ କରିବା ପାଇଁ। ମୋର ଏ କାମ କଲେ ଘର ପାଇଁ ବହୁତ କାମ। ଦେଖିଲେ ନା, ଏଇ ଘରର ଚାକର ବି ମୋ ଉପରେ ଜବାବ ଦେଉଛି। କାହିଁକି ଜାଣିଛନ୍ତି? କାହିଁକି ନା ତାର ତା ହାତ ଉପରେ ଭରସା ଅଛି। ସେ ଜାଣିଛି ତାକୁ ଏଠି ବାହାର କରିଦେଲେ କି ସେ ଆଉ କୋଉଠି କାମ କରି ତା ପେଟ ବସିଦେବ। ହେଲେ ଆମମାନଙ୍କର ହାତ ଉପରେ ଆମର ଭରସା ନାହିଁ। ପିଲାମାନେ ଜୀବନ ହେଉଛି କେହି ବି ନିଜ ପାଇଁ ଲୋକ ପଡ଼େଇନି। ସମସ୍ତେ କହିବେ 20ଟା ଥିଲା ମରିଗଲା ଭଲ। ହଁ ମୁଁ ବି କାହିଁକି ଆପଣମାନଙ୍କୁ କହୁଛି କହିକି ଲାଭ ବି ଆପଣମାନେ ତ ବଦଳିବେନି ନା। ଏନ୍ଜୟ ହ୍ୟାଭ୍ ଫନ୍। ଆଉ ହଁ ଗୋଟେ କଥା ମନେ ରଖିବେ, ନିଜ ଝାଳ ଆଗ ପଖାଳ ଯୋଉ ଶାନ୍ତି ଥାଏ ନା, ସେଟା ବଡ଼ ବଡ଼ିଆକୁ ଡିଜାଇନ୍ରେ ନଥାଏ। ଘରର ଜ୍ୱାଇଁମାନଙ୍କୁ ଘରର ବଡ଼ ପୁଅ ବୋଲି ମାନନ୍ତି, ଭଲ ପାଆନ୍ତି, ସମ୍ମାନ କରନ୍ତି। ସେଇଟା ଯେମିତି ଆପଣଙ୍କ ଜୀବନରେ ପୂର୍ଣ୍ଣ ହେଇଯାଏ। ବାବୁ ଆରେ ଦିନ ଆସି 10ଟା ବାଜିଲାଣି, ତୁ କ'ଣ ହଳ ନେଇକି ଯିବୁନି କି? ମୁଁ ବିଲକୁ ହଳ ନେଇ ବାହାରୁଥିଲି, ହେଲେ ଜ୍ୱାଇଁ ବାବୁ ଦି ଜଣ ମତେ ପରା ଅଟକେଇଲେ। କହିଲେ କ'ଣ ନା ତୋର ଆଉ ବିଲକୁ ଯିବା ଦରକାର ନାହିଁ, ଏଣିକି ବିଲର ସବୁ ଦାୟିତ୍ୱ ଆମର। କ'ଣ ହେଲା? ମାନେ ବିଲକୁ ଯାଇଛନ୍ତି? କ'ଣ ହେଲା? ଇଏ ବିଲକୁ ଯାଇଛନ୍ତି? କ'ଣ ହେଲା? ତୁ ସତ କହୁଛୁ? ମୋ ଜ୍ୱାଇଁ ଦି ଜଣ ବିଲକୁ କାମ କରିବାକୁ ଯାଇଛନ୍ତି। ଆମେ ଦି ଜଣ ସବୁ ଜମିରେ ବିହନ ବୁଣିଛୁ, କିନ୍ତୁ ଉଦୟ ମତେ
ଯାହା ଲାଗୁଛି ଯେ ମଠ ଜମି ପାଇଁ ଆଉ କିଛି ଖତ ସାର କିଣିବାକୁ ପଡ଼ିବ। ଠିକ୍ ଅଛି ବିନୟ ଭାଇ। ବିନୟ ଭାଇ ଜମିରେ କିଛି ପିଲା କାମ କରୁଛନ୍ତି, ତାକୁ ଯାଇ ପେମେଣ୍ଟ କରିଦେଇ ଆସନ୍ତୁ। ଆଜିଠୁ ବିଲ ଦାୟିତ୍ୱ ଆପଣଙ୍କ, ପଇସା ପତ୍ର ଦାୟିତ୍ୱ ଆପଣମାନଙ୍କ। ଆପଣମାନଙ୍କୁ ସଜାଡ଼ି ବହୁତ ଅପମାନ କରୁଛି, ମୋତେ କ୍ଷମା କରିଦେବେ। ଆପଣ ମୋତେ କାନ୍ଦୁଛନ୍ତି କାହିଁକି? ଆଜି ନିଜର ପାଣି କରିକି ଆମ ପାଇଁ ଅନେକ କରୁଛୁ, ହେଲେ ଆମେ ତ ପାଇଁ କିଛି କରିପାରୁଛୁ। ହଁ ଭାଇ, ଆଜିଠୁ ଆମେ ପରିଶ୍ରମ କରିବୁ, ତମେ ଆରାମ କରିବୁ। ହଁ ତମାନେ ହେଲେ ଘର ଜଣେ ତମକୁ କାମ କରିବା ପାଇଁ ମୁଁ ଅସମ୍ମାନ କରିବି। ସମ୍ମାନ ସେଇଠି ମିଳେ ଯୋଉଠି ମଣିଷ ପରିଶ୍ରମ କରିକି ବସେ। ଏ କଥା ଚିନ୍ତା କହି ଆମ ଆଖି ଖୋଲିଦେ। ବହୁତ ଭଲ ଭଲ କଥା କହି ବୁଝାଏ ଯେ ନ ବୁଝିବା ଲୋକ ବି ବୁଝିଯିବ। ଆମକୁ ବୟସରେ ଛୋଟ ହେଲେ କଣ, ବାପା ଆଖିରେ ସେ ବହୁତ ବଡ଼। जॉइंट फैमिली जानी तुम जो परिस्थिति घर रोच इटा सीमेंट से जोड़ी चारिका तैयारी कले घर तैयारी हुए ना से दरकार श्रद्धा स्नेह आ संपर्क जोटा तुम घरे ना बदलवा निहाती जरूरी तुम भावुथ से पिला तुम बाहर भाई पिला तुम मुझे चाहिए कि ना तुम बापा को बदलवा निहाती जरूरी। तमे कौन भावुछ तमे बापा को बदल दी पाइबो? मु नहीं ए घर ही तुम बदलवा के बाध्य कर। तुमको कौन लागे एमती हबो? अरे तुझे कांगी पड़छ कम पे मु तुम बापा को बदलवा के चेष्टा करूची यू शुड एनकरेज मी। मु तो तुम पे एक्टिंग करे बात ମୁଁ ତ ଜାଣିଛି ସମସ୍ତଙ୍କ ପାଇଁ ଆକ୍ଟିଂ କରିବାକୁ ପଡ଼ିବ। ତମେ ଭୁଲି ଯାଉଛ ଯେ ତମ ଆକ୍ଟିଂ ଏବେ ସରିନି। କିନ୍ତୁ ତମେ ଭୁଲି ଯାଉଛ ମୁଁ ତମ ଭାବି ସ୍ୱାମୀ ମାନେ ଘରର ଜ୍ୱାଇଁ। ଡୁପ୍ଲିକେଟ୍ ନୁହଁ। हेलो माय फ्रेंड माय चाइल्ड आओ वर्ल्ड टूर कैसे चलती है? फर्स्ट क्लास होगा। अच्छा तो कहलू ଏବେ ତୁ କୋଉଠି ଅଛୁ? ବାପା ମୁଁ ଏବେ ସାଉଥ ଆଫ୍ରିକାରେ ଅଛି। ସେଠି ଗୋଟେ ନ୍ୟାସନାଲ ସଫାରି ଅଛି, ବିଭିନ୍ନ ପ୍ରକାର ଆନିମଲ୍ ସେକ୍ସ ଦେଖିବାକୁ ପାଇବୁ। ୟୁ ହାଭ୍ ନେଭର ସିନ୍ ଇନ୍ ୟୋର ଲାଇଫ୍। ହଁ ଠିକ୍ କହିଛ ବାପା, ମୁଁ ଏଭଳିଆ ଆନିମଲ୍ କୋଉଠି ଦେଖିନଥିଲି। ସେମାନେ ବହୁତ ଭଲ, ସେମାନେ ଖେଳୁଛନ୍ତି ବୁଲୁଛନ୍ତି ସେମାନଙ୍କର କିଛି ବି ଟେନସନ୍ ଜାଣିଛ ବାପା। ଆଉ କିଛି ଆନିମଲ୍ ଦେଖିବୁ ସେମାନେ ଜଷ୍ଟ ଲାଇକ୍ ହ୍ୟୁମାନ୍ ବିଂ, ଦେ ଆର୍ ଭେରି ରେସ୍ପନ୍ସିବଲ୍। ଏଠି ଗୋଟେ ମହାବଳ ବାଘ ଅଛି ବାପା, ଯେତେ ଚେଷ୍ଟା କଲେ ବି ମୋତେ ବୋଲ ମାନୁଛି। ତୁ ବୋଲ ମାନୁଛୁ? ମୁଁ ନୁହେଁ, ମାନେ ଥାର୍ଡିଂ ମାଷ୍ଟର। ଓକେ ଓକେ, ତୁ କେବେ ଆସୁଛୁ? I miss you here. Miss you too, Papa. Bye. हाँ हाँ जेजे एका एका नौच हाँ तीबू ना 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 मोर से तू चढ़ी केतले केमती दुखर थिले नहीं जा तू बड़ बाबू मु खुशी रे पिउची
ଆରେ ଏଥିରୁ ଟିକେ ନ ପିଇଲେ ମତେ ରାତିରେ ନିଦ ହୁଏନି। କି କଥା କରୁଛ ଜେଜେ? ତମର କ'ଣ ଅଭାବ କହିଲ? କି ଦୁଃଖ ତମର? ମୋର ସବୁଠୁ ବଡ଼ ଦୁଃଖ ହଉଛି ଆରେ ମଣିଷ ଶରୀରରୁ ଗୋଟାଏ ଅଙ୍ଗ କଟିଗଲେ ତାକୁ ଯେତିକି କଷ୍ଟ ହୁଏ ଆଜି ମୁଁ ସେତିକି କଷ୍ଟରେ ବଞ୍ଚିଛି। ଦେଖ ନିଜର ଦୁଃଖ କଷ୍ଟ ଅନ୍ୟକୁ କହିଦେଲେ ବହୁତ ହାଲକା ଲାଗେ। ଭାବିଥିଲେ ଦୁନିଆ ଯାତ୍ରାରେ ମୋ ସହିତ କାନ୍ଧରେ କାନ୍ଧ ମିଶି ଚାଲିବେ। ଦିଟା ପୁଅ ମୋ ପାଖରେ ରହିଗଲେ ହେଲେ ଆଉ ଗୋଟେ ପୁଅ 20 ବର୍ଷ ହବ ଜୀବନଠାରୁ ମୋ ବସିବ ଗୋଟେ ଅଲ୍ପ ଜାତିର ଝିଅକୁ ବାହାରି ଘରକୁ ଆଣିବା ଅନ୍ୟ ଜାତିର ଝିଅକୁ ବାହାରି ବଳ ହିସାବରେ ତାକୁ କ୍ଷମା କରୁ। ଯଦି କ୍ଷମା କରିବାର ଅଧିକାର ମୋର ଅଛି ତେବେ ଶାସ୍ତି ଦେବାର ଅଧିକାର ମଧ୍ୟ ମୋର ନିଶ୍ଚୟ ଅଛି। ଆଜିଠୁ ତୋ ପାଇଁ ଆମେ ସମସ୍ତେ ମରିଗଲୁ। ଆପଣ କିଏ ବାବୁ? କାହାକୁ ଅଛନ୍ତି? ଆରେ ବାସନ୍ତି ତ କାହା? ଖୁଡ଼ି ନମସ୍କାର। ନମସ୍କାର। ତମେ କିଏ ବାବୁ? ମୁଁ ତମକୁ ଚିହ୍ନି ପାରିବି। ସମ୍ପର୍କ ଦୂର ହେଲେ ଚିହ୍ନିବା କଷ୍ଟ ହୁଏ। ମୁଁ ଜାଣେ ଆପଣ ମୋତେ ଚିହ୍ନି ପାରିବେ। ମୁଁ ସୂର୍ଯ୍ୟପ୍ରତାପଙ୍କର ଭାବିଛୁ। ତମେ ଯାହାଙ୍କ ନାଁ ଧରୁଛ ତାଙ୍କ ନାଁ ଏଠି କେହି ତମକୁ ବଞ୍ଚିକି ଯାଇପାରିବେ। କିନ୍ତୁ ମୁଁ ଶୁଣୁଛି ମା ପାଖରେ ଥିଲେ ତୁମକୁ ଜମା ବି ନେଇକି ଯାଇପାରିବେ। ଖୁଡ଼ି କ'ଣ ମା ନୁହେଁ? ତଥାପି ମୁଁ ତମକୁ କହିଦେଉଛି ସେ ଆସିବା ପୂର୍ବରୁ ତମେ ଏଠୁ ପଳାଅ। ବିପଦ ଅଛି ବୋଲି ଜାଣିକି ମୁଁ ଏଠିକି ଆସିଛି। ଭାବିଯିବା ପାଇଁ ନୁହେଁ। ମୁଁ ଏଠିକି ଗୋଟିଏ ଭାଙ୍ଗି ଦେଇଥିବା ସମ୍ପର୍କ ଯୋଡ଼ିବା ପାଇଁ ଆସିଛି। କୋଉ ସମ୍ପର୍କ ଯୋଡ଼ିବାକୁ ଆସିଛ? ଦୁଇ ଭାଇଙ୍କ ସମ୍ପର୍କ। ଆକାଶ ଏଇଠି ହେଇପାରେ ହେଲେ ଏଇ ଦୁଇ ପରିବାର କେବେ ବି ଏଇଠି ହେଇପାରିବନି। କାହିଁକି ହବନି? ସେ ଆଜି ଯାଏ ଭାଇଙ୍କର ସେ ଅପମାନ ଭୁଲି ପାରିଥାନ୍ତି। ଭୁଲିବ ସେ ନିଶ୍ଚୟ ନିଜ ରକ୍ତ ପକେଇଦେଲେ ବୁଝିଥାଏ। ଖୁଡ଼ି ମୋ ମନ ହଉଛି ଆପଣ ଯଦି ଭୁଲିପାରିବେ ଦାଦା ନିଶ୍ଚୟ ଭୁଲିପାରିବେ।
ସେ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି। ମୁଁ ସେଇଆ ଚାହେଁ ବାବା, ଘରକୁ ଫେରିଯାଏ, ବହୁତ ସମ୍ମାନ ପାଏ, ହେଲେ ସେତିକି ମୋ ଭାଗ୍ୟରେ ନାହିଁ। ମାନେ ପ୍ରମିସ୍ କର, ତମେ ଆଉ କେବେ ବି କାନ୍ଦିବ। ହେଲେ ବାବା, ସେ ଆସିବା ପୂର୍ବରୁ ତୁझे ପଡ଼ିଛି। କଣ କରିବେ? ତାକୁ ଜୀବନ ମାରିବେ? ତତେ ମୋଡ଼ ସେ ଆସିବା ପୂର୍ବରୁ ତୁझे ପଡ଼ିଛି। ଠିକ୍ ଅଛି, କିନ୍ତୁ ପୁଣି ଥରେ ଆସିବି। ପାଦ ଦେବାକୁ ସାହସ କଲୁ କେତେ? ସାହସ ପାଇଁ ମନ ବଳ କର, ଆଉ ସେ ମନ ବଳ ମୋର ପିଲା ଦିନୁଛି। ମାଟି ଉପରେ ଠିଆ ହୋଇ ମୋ ସାଙ୍ଗେ ଚୁକ୍ତି କରୁଛୁ। ତୁ ଜାଣିଛୁ ମୁଁ କିଏ? ଜାଣିଛୁ ତ ଆପଣ ବହୁତ ବଡ଼ି ବଡ଼ି କଥାବାର୍ତ୍ତା କରୁଛୁ। ଦେଖ, ମୁଁ ତମକୁ ହାତ ଯୋଡୁଛି, ତମେ ତାକୁ ମାରନି, ସେ ଆମ ପୁଅ ଭଳିଆ। ତମ ଭାଇ ତମ ପାଇଁ ଶତ୍ରୁ ହେଇପାରେ, ହେଲେ ଇଏ ତ ନୁହେଁ ନା। ଗୋଟେ ମା ସାମ୍ନାରେ ପୁଅକୁ ମାରିଲେ କେତେ କଷ୍ଟ ହୁଏ ସେ କଥା କଣ ତମେ ଜାଣିନ? ମୋ ସ୍ତ୍ରୀ ତତେ ପୁଅ କରି ରଖିଲା ବୋଲି ତତେ ଆଜିକୁ ଛାଡ଼ି ଦଉଛି। ଭୁଲରେ ତୁ ତା ଏ ଗାଁ ମାଟି ମାରିବାକୁ ସ୍ୱପ୍ନରେ ବି କେବେ ଭାବିବୁନି। ଏଥର ଆସିଲେ ଘୁଡ଼ି ସବୁ ତମେ ମତେ ଯିବା ପାଇଁ ଦେବନି। ଯିଏ ଘରର ନ୍ୟୁଜ୍ ପରମ୍ପରା ଜାଣିନି ସେ ଏ ଘରର ଜ୍ୱାଇଁ ହେଇପାରିବ ନାହିଁ। ମୁଁ ଯିଏ ଥରେ ଯଦି ସେ ହାତ ପକାଏ ତା ପାଇଁ ଏ ଘର ଦରଜା ସବୁଦିନ ପାଇଁ ବନ୍ଦ ହେଇଯାଏ। ସେ ରାଜୁଛନ୍ତି ନା ସବୁ ଭାଷଣ କଥା ତାକୁ କହିଦେ ଯଦି ଏ ଘରର ଜ୍ୱାଇଁ ହବାର ତାର ଇଚ୍ଛା ତାହେଲେ କେବଳ ମୋ ନିୟମ ମାନି ଚଳିବ। ହେଲେ ଆମ ଜିତକୁ ନିଜ ଆହୁରି ସୁଯୋଗ ଦେବେ। ତମକୁ ଆମ ଶକ୍ତି ଘରକୁ ଯିବାକୁ କିଏ କହିଥିଲା? କି ଅଜପୁତା କାହିଁକି ଯିବି? ସେ ତମ ବାପାଙ୍କ ଶତ୍ରୁ ହେଇପାରେ, ହେଲେ ମୁଁ ତ ଶତ୍ରୁ ନୁହେଁ। ମୁଁ ଭାବୁଥିଲି ତମ ବାପାଙ୍କ ନାଁ ଶୁଣିକି ସେମାନେ ସମସ୍ତେ ମତେ ରାଗିକି ମାରିବେ, କିନ୍ତୁ ଆଶ୍ଚର୍ଯ୍ୟ କଥା ସେମାନେ ଖୁସି ହେଇକି ମତେ ଘର ଭିତରକୁ ଡାକିଦେବେ। ସେଇଠି ମୋର ଭାଲୁ ପ୍ରତାପଙ୍କ ସାଙ୍ଗରେ ଦେଖା ହେଲା। ବାପାଙ୍କୁ ଆଉ ତାଙ୍କୁ ଏକାଠି ଠିଆ କରିଦେଲେ ନା, ପୁରା ଜଗନ୍ନାଥ ବଳଭଦ୍ର ଭଳିଆ ଲାଗେ। ସେ ଯେମିତି ଶୁଣିଲେ ମୁଁ ଏ ଘରର ଜ୍ୱାଇଁ ହବା ପାଇଁ ଯାଉଛି ବୋଲି, ବା ଦାଦାଙ୍କର କି ଆଦର। ଦାଦା ଆଉ ଖୁଡି ମତେ ଜମା ଛାଡ଼ିଲେ। ମୁଁ କହିଲି ନା, ମୋ ଶ୍ୱଶୁରଙ୍କୁ କହିକି ଆସିଲି ପରେ, ତାପରେ ଦାଦା ସାଙ୍ଗେ ସାଙ୍ଗେ କହିଲେ ନାଇଁ ତୁ ଯା, କହିକି ପରେ ଆସିଲି। ତମ ଦାଦା ତମ ବାପାଙ୍କୁ ବହୁତ ସମ୍ମାନ କରନ୍ତି, ଭଲ ବି ପାଆନ୍ତି। ଆଉ ଖୁଡି ସେ ବହୁତ ସୁନ୍ଦର, ସେ ତମମାନଙ୍କୁ କେତେ ଭଲ ପାଆନ୍ତି। ଆଚ୍ଛା ତମେ କହିଲ ଲଗ୍ନ, ସେମାନେ ଆମ ଶତ୍ରୁ କେମିତି? ଘୃଣା କରିବା ଭାରି ସହଜ, ହେଲେ ଭଲ ପାଇବା ଭାରି କଷ୍ଟ। ଆଉ ଏଇ କଥା ବି ସତ, ଯିଏ ଯାହାକୁ ଯେତେ ବେଶୀ ଘୃଣା କରେ ସିଏ ତାକୁ ସେତେ ବେଶୀ ଭଲ ପାଏ। ତମ ବାବା
ଯାହା ସବୁ କଲି ତମ ଏ ଘର ପାଇଁ କିଛି ସତରେ ଜି ତାଙ୍କର ବହୁତ ଭଲ ପିଲା ଯାହା କହ ବାପା ପିଲା ଖଣ୍ଡେ ପାଇଛୁ ପିଲା ତ ହୀରା ଖଣ୍ଡେ କଣ ମୁଁ ଆପଣାର କରିପାରୁଛନ୍ତି ତା ପାଖରେ ଅଛି ସତ କହିଲେ ଲଗ୍ନ ଏମିତି ରାଜକୁମାର ପିଲାଟି କୋଉଠୁ ପାଇଲ କହୁନୁ ତମ ପ୍ରେମ କେମିତି ଆଉ କୋଉଠି ଆରମ୍ଭ ହେଲା ପ୍ରଥମେ ସିଏ ତମକୁ ଆଇଲେନି କହିଲେ ନା ତମେ ତାଙ୍କୁ ମତେ ରକ୍ଷା କର ଏଭଳି କେମିତି ବୁଝିବି ଆମ ଭିତରେ କଣ ସମ୍ପର୍କ ନାହିଁ ଏଠି କେବଳ ନାଟକ କରୁଛନ୍ତି କଣ କଥା କହୁନୁ ତାଙ୍କୁ ଲାଜ ଲାଗୁଥିବ ବୋଧେ କହୁନୁ ଲାଜ କରୁଛୁ କଣ ଏବେ ମିଛ ତ କହିବାକୁ ପଡ଼ିବ କଣ କହିବି ହଁ ସେଦିନ ମୁଁ ମୋ ସାଙ୍ଗମାନଙ୍କ ସାଙ୍ଗରେ କଲେଜ ବସ୍ ପାଇଁ ଅପେକ୍ଷା କରିଥିଲି ଆମେ ସାଙ୍ଗମାନଙ୍କ ଛିଡ଼ା ଲମ୍ବା ଗାଡ଼ି ଆସି ମୋ ସାମ୍ନାରେ ଛିଡ଼ା ହେଲା କ୍ଲାସ୍ ଯାଉଁ ସାରିଲେ ସେ ମୋତେ ଚାହିଁଲେ ପୁରା କହୁଥିଲି ସେ କ୍ଲାସ୍ର ପୁଅ ବୋଲି ନାଇଁ ସେ ତ ପୁରା ସ୍କୁଟରରେ ଆସିଥିଲେ ସେ ମନରେ ପଡ଼ି ହେଲେ ମୁଁ କିଛି ବୁଝିପାରିଲିନି ସବୁଦିନ ଆସନ୍ତି କାହିଁକି ଆସୁଛି ବୋଲି ଭାବିଲି ଜାଣିଲି ସେ ମୋତେ ଭଲ ପାଆନ୍ତି ତାପରେ 2-4 ଦିନ ସେ ଆଉ ଆସିଲେନି ମନେ ମନେ ତାଙ୍କୁ ଖୋଜୁଥାଏ ବସ୍ରେ ଛିଡ଼ା ହେଇଛି ଜଣେ ସାଙ୍ଗ କହିଲା ଏଇ ଲଗ୍ନ ତୋର ସେ ମନ୍ଦିର କଣ ଆସି ଦେଖାନାହିଁ ସେ ତୋତେ ବହୁତ ସାଉଣ୍ଡ ଲାଇନ୍ ମାରୁଛି ତାପରେ ଦିନେ ମୁଁ ବସ୍ ଷ୍ଟପ୍ରେ ଛିଡ଼ା ହେଇଥାଏ ମନେ ମନେ ମୁଁ ତାଙ୍କୁ ବହୁତ ଖୋଜୁଥାଏ କୁଆଡ଼େ ଗଲେ କାହିଁକି ଆସୁନାହାନ୍ତି ହଠାତ୍ ଦେଖିଲି ହଁ ସେ କ'ଣ ସେ ତାଙ୍କ ରାସ୍ତା ପାଖେ ମୋ ଆଡ଼କୁ ଛୋଟେଇ ଛୋଟେଇ ଆସୁଛି ମୁଁ ତ ପୁରା ଡରିଗଲି ସେ ମୋ ପାଖକୁ ଆସିଲା ମୋ ପାଖରେ ଛିଡ଼ା ହେଇଛି ଆଉ କହିଲେ I love you. Hi,